खाई गेसछ तुमको गप मन लागे ना मन लागे जक मन लागे जोरे हां हुआ हां गप सुनिबा ହେଲା କପଡ଼ା କେମିତି ଲାଗିଲା ମତେ କହିବ ହେଲା ଭଲ ଲାଗିଲା ଆରମ୍ଭ କରିବା ଗପଟି ନାଁ ହେଉଛି ଦଳର ବଳ ଗପଟା ନାଁ କଣ ଦଳର ବଳ ହେଲା ଶିକାରୀଟିଏ ଶିକାର କରିବା ପାଇଁ ଜଙ୍ଗଲ ଭିତରକୁ ଗଲା ହେଲା ଗୋଟେ ଶିକାରୀଟିଏ ଶିକାର କରିବା ପାଇଁ କୋଉଠି ଗଲା ଜଙ୍ଗଲ ଭିତରକୁ ଗଲା ସେ ଜାଲକୁ ବିଛାଇ ଦେଲା ତା ଜାଲ ନେଇଥିଲା ସେ ଜାଲକୁ ତଳେ ବିଛାଇ ଦେଲା ତା ଉପରେ ଚାଉଳ ପୁଣି ଦେଲା ଆଗକୁ ଦେଖ କଣ ହଉଛି ତା ଉପରେ ଚାଉଳ ପୁଣି ଦେଲା ତାପରେ ଗଛ ପଛପଟେ ଲୁଚି ଗଲା ଜାଲ ବିଛେଇ ଦେଲା ବିଛେଇ ଦେଇକି ତା ଉପରେ ଚାଉଳ ପୁଣି ଦେଲା ପୁଣି ଦେଇକି ଶିକାରୀ କୋଉଠି ଲୁଚି ଗଲା ଗଛ ମୂଳେ ଗଛ ପଛପଟେ ଯାଇକି ଲୁଚି ଗଲା ଦଳେ ପାରା ସେଇ ବାଟ ଦେଇ ଉଡି ଉଡି ଯାଉଥିଲେ ହେଲା ଦଳେ ପାରା କଣ କରୁଥିଲେ ଉଡି ଉଡିକି ଯାଉଥିଲେ ତଳେ ଏତେ ଚାଉଳ ପଡିଥିବା ଦେଖି ସେମାନଙ୍କ ଭାରି ଲୋଭ ହେଲା ସେମାନେ ଭୋକିଲ ଥିଲେ ସେମାନଙ୍କୁ ଭାରି ଲୋଭ ହେଲା କିନ୍ତୁ ପାରା ରାଜା କହିଲା ଚାଉଳ ଖାଇବାକୁ ଲୋଭ କର ନାହିଁ ପାରା ରାଜା କଣ କହିଲା ଚାଉଳ ଖାଇବାକୁ ଲୋଭ କର ନାହିଁ ଶିକାରୀ ଆମକୁ ଧରିବାକୁ ଜାଲ ବିଛେଇଛି କିଏ କହିଲା ରାଜା ପାରା କହିଲା କହିଲା ଚାଉଳ ତମେ ମାନେ ଦେଖିକି ଲୋଭ କର ନାହିଁ ଶିକାରୀ ଏଇ ଜାଲ ବିଛେଇକି ତା ଉପରେ ଚାଉଳ ବିଛେଇଛି ଆମକୁ ଧରି ଦେଇକି ଶିକାର କରିନବ ହେଲା ଧରିନବ ବୋଲିକି ସେ ଜାଲ ବିଛେଇଛି ତା ତଳେ ଚାଉଳ ମଧ୍ୟ ପକେଇଛି ଜାଲ ବିଛେଇଛି ଶିକାରୀ ବିଛେଇକି ତା ଉପରେ ଚାଉଳ ପକେଇଛି ନହେଲେ ଜଙ୍ଗଲ ଭିତରକୁ ଚାଉଳ ଆସିଲା କେମିତି କିଏ କହିଲା ରାଜା ପାରା କହିଲା ପାରା ମାନଙ୍କ ଭିତରେ ଯେ ରାଜା କଣ ପାରା ସିଏ କହିଲା ପାରା ମାନଙ୍କୁ ଭୋକ ହେଉଥିଲା ପାରା ମାନଙ୍କୁ କଣ ହଉଥିଲା ବହୁତ ଜୋରେ ଭୋକ ହଉଥିଲା ଚାଉଳକୁ ଦେଖି ତାଙ୍କର ଭାରି ଲୋଭ ହେଲା ଆଖିର ନାଳ ଗଡ଼ିଲାଣି ଚାଉଳ ଖାଇବେ ହେଲା ସେମାନେ ପାରା ରାଜା କଥା ନ ମାନି ଚାଉଳ ଖାଇବାକୁ ବସି ପଡିଲେ ଯେତେ ମନା କଲା ରାଜା ପାରା ତା କଥା ଶୁଣିଲେନି ନ ଶୁଣିକି ସେ ଚାଉଳ ଖାଇବା ପାଇଁକି ବସି ପଡିଲେ ଶିକାରୀ ଜାଲ ଦଉଡ଼ି ଟାଣିଦେଲା ଯେତେବେଳେ ପାରା ମାନେ ଚାଉଳ ଖାଇବାକୁ ଜାଲ ଭିତରକୁ ଗଲେ ସେତେବେଳେ ଶିକାରୀ କଣ କଲା ଜାଲଟାକୁ ଟାଣିଦେଲା ପାରା ମାନଙ୍କର ଗୋଡ ଜାଲରେ ଛନ୍ଦି ହେଇଗଲା ସେମାନେ ଜାଲ ଭିତରୁ ବାହାରି ପାରିଲେ ନାହିଁ ପାରା ରାଜା କହିଲେ ଜଣେ ଜଣେ ହୋଇ ଉଡିବାକୁ ଚେଷ୍ଟା କଲେ ଯାଇପାରିବା ନାହିଁ ହେଲା ଚାଲ ଏକାଠି ହେଇ ଉଡିବା ଯଦି ଆମେ ଜଣେ ଜଣେ ଯିବା ତାହେଲେ ଆମେ ଯାଇପାରିବା ନାହିଁ ଚାଲ ଆମେ ଏକା ସାଙ୍ଗରେ ମିଶିକି ଯିବା ପାରା ରାଜା କଥା ମାନି ସବୁ ପାରା ଏକାଥରକେ ଡେଡ଼ା ବେଲେଇ ଉଡି ଗଲେ ସମସ୍ତେ ଡେଡ଼ା ବାଡେଇକି ଉଡିଲେ ଏକା ସାଙ୍ଗ ହେଲା ସେମାନେ ମିଳିମିଶି ଉଡି ଯିବାରୁ ଜାଲଟିକୁ ଉଡାଇ ନେଇ ଦୂରକୁ ଚାଲିଗଲେ ଶିକାରୀ ବିଚରା ସେମାନଙ୍କୁ ଧରି ପାରିଲା ନାହିଁ ପାରା ମାନେ ଯାଇ ପାହାଡ ପାଖରେ ଓହ୍ଲେଇଲେ ପାରା ରାଜାର ସାଙ୍ଗ ମୂଷା ଭିତରେ ଗାତ କରି ରହୁଥିଲା ହେଲା ପାରା ରାଜା ତାକୁ ଡାକିଲା ମୂଷା ବାହାରକୁ ଆସିଲା ଆସିକି ତାର ମୁନିଆ ଦାନ୍ତରେ ଜାଲଟିକୁ ଟିକି ଟିକି କରିକି କାଟିଦେଲା ପାରା ମାନେ ଜାଲରୁ ଖସିଗଲେ ହେଲା ମୂଷା ଉପକାର କରିଥିବାରୁ ତାକୁ ଧନ୍ୟବାଦ ମଧ୍ୟ ଦେଲେ ପାରା ମାନେ ଜଙ୍ଗଲରେ କଣ ଦେଖିଲେ ପାରା ମାନେ ଜଙ୍ଗଲରେ ଦେଖିଲେ କଣ ଜାଲ ଭିତରେ ଚାଉଳ ପଡିଛି ହେଲା ପାରା ମାନଙ୍କୁ ବହୁତ ଜୋରେ କଣ ହଉଥିଲା ଭୋକ ଲାଗୁଥିଲା ପାରା ରାଜା କଣ କହିଲେ ଚାଉଳ ଦେଖିକି ଲୋଭ କର ନାହିଁ ଶିକାରୀ ଭାଇ କଣ କରୁଛି ଚାଉଳ
ଆମକୁ ଧରି ନେବ ବୋଲି।